নমস্কার দর্শক বন্ধু, শুভ সকাল। আজ হচ্ছে 15 নভেম্বর শুক্রবার। আজ রয়েছে দেশ বিদেশ জেলার কিছুটা গুরুত্বপূর্ণ খবর, যা আপন মানে 5 মিনিট রু 10 মিনিট সময় দিয়ে দেখিপারে। তা পূর্বর আপন মানুষ গোটিয়ে অনুরোধ, ভিডিওটি শেষ পর্যন্ত দেখা সহিত লাইক করেদেবে এবং আপনার জেলার নাম মধ্যে লিখিদেবে। তবে কোণ রয়েছে আজর গুরুত্বপূর্ণ খবর? নভেম্বর মাসে বদলাইলে সবুকিছি নিয়ম, মুখ্যমন্ত্রী বড় ঘোষণা, সুভদ্রা যোজনা, রাশন কার্ড, ভত্তা টঙ্কা, এমিতি অনেক 20টি গুরুত্বপূর্ণ খবর ଅଛି। ତେବେ ଚାଲନ୍ତୁ ଖବର ଉପରେ ନଜର ପକାଇବା। ନମ୍ବର 1, ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ରାଜା ରାଜେଶ୍ୱରୀ ବା ସୁନା ବେଶରେ ସଜ୍ଜିତ ହେବେ ଶ୍ରୀଜୀଉ। ତେବେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ। ଶୃଙ୍ଖଳିତ ଦର୍ଶନ ସୁରକ୍ଷା ମୁତୟନ ହେବେ 6 ଅତିରିକ୍ତ ଏସିପି। ତା ସହିତ ମଧ୍ୟ ଡଙ୍ଗା ବସାଇବା ପାଇଁ ଭିଡ଼ ନିୟନ୍ତ୍ରଣ ମଧ୍ୟ କରାଯିବ ଏବଂ କୁହାଯାଇଛି ଯେ ସରକାର କହିଛନ୍ତି ଏଥର ଗୋବର ତିଆରି ଡଙ୍ଗା ବସାଯିବ ଆଉ ଥର୍ମୋକୋଲ ଡଙ୍ଗା ବସାଯିବ ନାହିଁ। ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସମୁଦ୍ର କୂଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ମଧ୍ୟରେ ଅଧ୍ୟକ୍ଷତାର ମଧ୍ୟ ବୈଠକ ଚାଲିଛି। ତେବେ କୁହାଯାଉଛି ଯେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା, ଏଣିକି ମଧ୍ୟାହ୍ନ ଭୋଜନ ପ୍ରତି ବିଦ୍ୟାର୍ଥୀକୁ 1 ଟଙ୍କା ବୃଦ୍ଧି ଘୋଷଣା। ତେବେ କୁହାଯାଉଛି ଯେ ପୂର୍ବରୁ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 5 ଟଙ୍କା 90 ପଇସା ଏବଂ 8 ଟଙ୍କା 82 ପଇସା ଦୈନିକ ଖର୍ଚ୍ଚ ଧାର୍ଯ୍ୟ କରାଯାଉଥିଲା। ଏବେ ସରକାର 1 ଟଙ୍କା ବୃଦ୍ଧି କରିଛନ୍ତି, ଯାହାଫଳରେ ପୋଷଣ ଖାଦ୍ୟ ଏବଂ ପୁଷ୍ଟିହୀନତା ଦୂର କରିବା ପାଇଁ ପୋଷଣ ଶକ୍ତି ନିର୍ମାଣ ପାଇଁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ କୁହାଯାଉଛି ଯେ ପିଲାମାନଙ୍କର ଅସୁବିଧା ଦୂର କରିବା ପାଇଁ ଏବଂ କିଭଳି ସ୍ୱାସ୍ଥ୍ୟକର ଖାଦ୍ୟ ପାଇବେ ଏବଂ କିଭଳି ଆଗକୁ ବଢ଼ିବେ ସେ ନେଇ ସରକାର ଚିନ୍ତା କରୁଛନ୍ତି। ତେଣୁ ଏ ନେଇକି ସରକାରଙ୍କର ମଧ୍ୟ ବଡ଼ ଘୋଷଣା। ଫେବୃଆରୀ 21 ତାରିଖରୁ ହେବ ମ୍ୟାଟ୍ରିକ ପରୀକ୍ଷା, ସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ବୋର୍ଡ। ତେବେ କୁହାଯାଉଛି ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଫେବୃଆରୀ 21ରୁ ଆରମ୍ଭ ହୋଇ ମାର୍ଚ୍ଚ ଯାଏଁ ଚାଲିବ ମ୍ୟାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା। 21 ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। 24 ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ। 27 ତାରିଖରେ ଗଣିତ, ମାର୍ଚ୍ଚ 1ରେ ବିଜ୍ଞାନ ପରୀକ୍ଷା ହେବ। ମାର୍ଚ୍ଚ 3ରେ ସାମାଜିକ ବିଜ୍ଞାନ ଏବଂ 6ରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ହେବ ବୋଲି କୁହାଯାଉଛି। ସକାଳ 9ରୁ 11:30 ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ଅଧିକ 15 ମିନିଟ ସମୟ ଦିଆଯିବ ବୋଲି ଘୋଷଣା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି, ପତିତ ପାବନ ମନ୍ଦିର ହେବ ରୂପା ଛାଉଣୀ। ତେବେ ସିଂହଦ୍ୱାର ପତିତ ପାବନ ମନ୍ଦିର ରୂପା ଛାଉଣୀ କରାଯିବ। ତେଣୁ ପତିତ ପାବନଙ୍କର ଗୁମଟ ଦ୍ୱାର ବନ୍ଧ ରୂପା ଛାଉଣୀ କରାଯିବା ନେଇ ଘୋଷଣା କରାଯାଇଛି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମହାପ୍ରଭୁଙ୍କର ରତ୍ନ ପଲଙ୍କ ଏବଂ ଭଣ୍ଡାର ଘର ନିକଟରେ ଲୋକନାଥ ମନ୍ଦିର ରୂପା ଛାଉଣୀ କରାଯିବ। ପ୍ରତିଟି ଦ୍ୱାରରେ ରୂପାର ଛାଉଣୀ ପରେ ଶ୍ରୀମନ୍ଦିରର ପତିତ ପାବନ ମନ୍ଦିରକୁ ମଧ୍ୟ ରୂପା ଛାଉଣୀ କରିବା ପାଇଁ ଘୋଷଣା କରାଯାଇଛି। ଆସୁଛି ନୂଆ ବର୍ଷ। 2025 କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ସରକାରୀ ଛୁଟି ତାଲିକା। ବିଜ୍ଞପ୍ତି ଜାରି କଲା ରାଜସ୍ୱ ବିଭାଗ। ତେବେ କୁହାଯାଉଛି ଯେ ବିଭିନ୍ନ ପୂଜା ପର୍ବ ପାର୍ବଣ ଜାତୀୟ ଦିବସକୁ ମିଶାଇ 26ଟି ସରକାରୀ ଛୁଟି ରହିଥିବା ବେଳେ 8ଟି ଇଚ୍ଛାଧୀନ ଛୁଟି ରହିଛି। ଏନେଇ ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶାସନ ଏବଂ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ରହିଛି। ଆସନ୍ତା ଜାନୁଆରୀ 14ରେ ମକର ସଂକ୍ରାନ୍ତି, 23 ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଏମିତି ପାଖାପାଖି 26ଟି ଛୁଟି ରହିଛି। ତା ସହିତ 8ଟି ଇଚ୍ଛାଧୀନ ଛୁଟି ରହିଛି ବୋଲି କୁହାଯାଉଛି। ଆଜି ହେଉଛି ପ୍ରସିଦ୍ଧ କଟକ ବାଲିଯାତ୍ରା। ସନ୍ଧ୍ୟାରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଆତସବାଜିରେ ସମସ୍ତଙ୍କୁ କରାଯିବ ସ୍ୱାଗତ। ଏଥର ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ। 13ଟି ଦେଶର ରାଷ୍ଟ୍ରଦୂତ ଅତିଥି ଭାବେ ଯୋଗ ଦେବେ। 8 ଦିନ ଧରି ଚାଲିବାକୁ ଥିବା ଏକ ବିରାଟ ମହୋତ୍ସବ ରେକର୍ଡ ସଂଖ୍ୟା 70 ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରିଛି ପ୍ରଶାସନ। ତେବେ ମୁଖ୍ୟ ଆକର୍ଷଣ ପାଲଟିବ ଲେଜର ଶୋ। ମହାନଦୀର ଜଳରାଶିରେ ଜଳ କ୍ରୀଡ଼ା ସାଙ୍ଗକୁ ଡ୍ରୋନ୍ ଶୋ ଏବଂ କଟକ ଇନ୍ କଟକ, ଏଥିସହିତ ଉପର ତଳ ପଡ଼ିଆରେ 25ଟି ଷ୍ଟଲ ରହିଛି। ଆଉ ମହିଳାଙ୍କୁ ଦିଆଯିବ ସୁରକ୍ଷା। ଗ୍ରୀନ କରିଡର ମଧ୍ୟ ହେବ। ରାସନ କାର୍ଡକୁ ନେଇକି ଆସିଲା ବଡ଼ ଅପଡେଟ୍। ନୂଆ ବର୍ଷରେ ନୂଆ ରାସନ କାର୍ଡ ମିଳିବ ବୋଲି କୁହାଯାଉଛି। ପାଖାପାଖି 16 ଲକ୍ଷ ଲୋକଙ୍କର ରାସନ କାର୍ଡ କଟିଯିବ। ଆଉ 10 ଲକ୍ଷ ଲୋକ ନୂଆ ଆବେଦନ କରିଥିଲେ। ତାଙ୍କ ଭିତରୁ ଯେତେ ଜଣ ଯୋଗ୍ୟ ହିତାଧିକାରୀ ତାଙ୍କୁ ରାସନ କାର୍ଡ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ କୁହାଯାଉଛି ଯେ ଏପର୍ଯ୍ୟନ୍ତ ପାଖାପାଖି 2ରୁ 2.5 ଲକ୍ଷ ଲୋକଙ୍କର ରାସନ କାର୍ଡ କଟିଗଲାଣି। ସେମାନେ ଅଯୋଗ୍ୟ ହିତାଧିକାରୀ ଥିଲେ। ଆଉ ମୃତ ରାସନ କାର୍ଡ, ଯୋଉଟା ଭୂତ ହିତାଧିକାରୀ ରାସନ କାର୍ଡ କୁହାଯାଉଛି, ମୃତ୍ୟୁ ହୋଇଥିବା
ଥିବା ଲୋକଙ୍କର ରାସନ କାର୍ଡ ମଧ୍ୟ ଚାଲୁଛି, ଯାହାକୁ ନେଇ ଏବେ ରାସନ ମଧ୍ୟ ଠକିବାରେ ଲାଗିଛନ୍ତି। ତାଙ୍କର ନାଁ ମଧ୍ୟ କଟାଯିବ। ତୁରନ୍ତ ଆପଣ ଇକ୍ୟୁଏସି କରିଦିଅନ୍ତୁ, ଯାହାଫଳରେ ଆପଣଙ୍କ ରାସନ କାର୍ଡ ମଧ୍ୟ ରହିଯିବ। ତେଣୁ ସରକାର କହିଛନ୍ତି ଯେ ପାଖାପାଖି 16 ଲକ୍ଷ ହିତାଧିକାରୀଙ୍କ ନାଁ ରାସନ କାର୍ଡରୁ କଟାଯିବ। ସେମାନେ ସବୁ ଅଯୋଗ୍ୟ ଆଉ ନୂଆ ରାସନ କାର୍ଡ ଖୁବ୍ ଜଲଦି ଜାନୁଆରୀ ମାସରେ ମିଳିବ ବୋଲି ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରରେ 10ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ନୂତନ ନବୀକରଣ ଶକ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁବାର ଦିନ ଶ୍ରୀମନ୍ଦିର ପ୍ରଶାସନକୁ 10ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କର ଅକ୍ଷୟ ସଂସ୍ଥା ଏବଂ ଇରେଡା ପକ୍ଷରୁ ଭକ୍ତଙ୍କ ସୁବିଧା, ବିଶେଷ ଭାବେ ବୃଦ୍ଧ ବୃଦ୍ଧାଙ୍କ ଏଭଳି ସହଜରେ ଶ୍ରୀମନ୍ଦିର ପରିଦର୍ଶନ କରିପାରିବେ, ସେଥିପାଇଁ 10ଟି ଅଟୋ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ମୁଖରେ ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେଇ ଅଟୋ ଗୁଡ଼ିକର ଫ୍ଲାଗ ଅଫ୍ କରିଥିଲେ। କହିଥିଲେ ଯେ ବୃଦ୍ଧ ବୃଦ୍ଧାଙ୍କ ପାଇଁ ବହୁତ କାମରେ ଆସିବ ଏହି ଅଟୋ। ଓଡ଼ିଶା ପାଭିଲିୟନ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆଦିଲ୍ଲୀରେ ଭାରତ ମଣ୍ଡପଠାରେ ଆରମ୍ଭ ହୋଇଛି 43ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ମେଳାକୁ ଉଦ୍ଘାଟନ କରିଛନ୍ତି। ଏହି ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ବିଭିନ୍ନ ଦେଶ ଏବଂ ରାଜ୍ୟଗୁଡ଼ିକ ଭାଗ ମଧ୍ୟ ନେଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍ଗୀନ, ଯାହାଫଳରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ଆଜି 206ଟି ବିମାନ ମଧ୍ୟ ଲେଟ୍ରେ ଛଡ଼ାଯାଇଛି। ତେବେ ଦିଲ୍ଲୀରେ ପାଖାପାଖି AQI 429 ରହିଥିବା ରେକର୍ଡ କରାଯାଉଛି, ଯାହା 100ରୁ 120 ଭିତରେ ରହିବା କଥା। ଦିଲ୍ଲୀର ପ୍ରଦୂଷଣ ବହୁତ ବଢ଼ିଯାଇଛି, ଯାହାଫଳରେ ବିଭିନ୍ନ ଶ୍ୱାସ ରୋଗ ଆରମ୍ଭ କରିକି ନିଶ୍ୱାସ ପ୍ରଶ୍ୱାସ ନେବା ମଧ୍ୟ କଷ୍ଟକର ହେଉଛି। ଏହାର ଆଖପାଖ ଅଞ୍ଚଳରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି, ଯାହା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର କାରଣ ହୋଇପାରେ ବୋଲି କୁହାଯାଉଛି। ତେଣୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ନ ହୋଇ ଧୀରେ ଧୀରେ କିଛି ଚାଲୁଛି, କିନ୍ତୁ ବିମାନ 216ଟି ଲେଟ୍ରେ ଛଡ଼ାଯାଇଛି ବୋଲି କୁହାଯାଉଛି। ପଞ୍ଚୁକରେ ବି ଆକାଶ ଛୁଆଁ ପିଆଜ ଓ ରସୁଣ ଦର। ତେବେ ପଞ୍ଚୁକରେ ପିଆଜ ଓ ରସୁଣ ଦର ବର୍ଦ୍ଧିତ ଦର ବଜାର ଖାଉଟିକୁ ଚକିତ କରିଛି। ଧର୍ମମାସ କାର୍ତ୍ତିକରେ 5 ଦିନ ଠାରୁ ଗାଁଠୁ ଗହଳି ପର୍ଯ୍ୟନ୍ତ ସମସ୍ତେ ନିରାମିଷ ଭୋଜନ କରିଥାନ୍ତି। ଏହା ସତ୍ତ୍ୱେ ମଧ୍ୟ ପିଆଜ ଓ ରସୁଣ ଦର ଆକାଶ ଛୁଆଁ ଲାଗିଛି। କଟକ ଛତ୍ର ବଜାରରେ ପିଆଜ କିଲୋ 60ରୁ 70 ଟଙ୍କା ଥିବା ବେଳେ ଏବେ ଚିନ୍ତାଜନକ ବିଷୟ ଆସିଛି। ରସୁଣ ଦର ପାଖାପାଖି 6 ମାସରୁ ଅଧିକ ସମୟ ଧରି ନାଁ ଖସୁନି। ରସୁଣ କିଲୋ ପ୍ରତି 360ରୁ 400 ଟଙ୍କା ରହିଛି, ଯାହା ସାଧାରଣ ପରିବାର ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଛି। ବଜାରରେ ମଧ୍ୟ ସବୁ କିଛି ପରିବା ରେଟ୍ ଏବେ ବଢ଼ିଯାଇଛି। ଆଉ ସେପଟେ ତେଲ, ଡାଲି, ଲୁଣ ସବୁ କିଛି ବଢ଼ିଯାଇଛି। ଏପଟେ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି, କିନ୍ତୁ ସାଧାରଣ ବର୍ଗ ପରିବାର ଉପରେ ସିଧା ଆକ୍ରମଣ ହେଉଛି ପରିବା ମାଡ଼। ତେବେ 3 ବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ରାଜ୍ୟ ସରକାର ଗୁରୁବାର ଦିନ ସନ୍ଧ୍ୟାରେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପଠାରେ 32, 33, 34ତମ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। 2020, 2021, 2022 ଅର୍ଥାତ୍ 3 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ଷଡ଼ଯନ୍ତ୍ର କରିଥିଲେ ପୂର୍ବ ସରକାର, ଏଭଳି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 5T ସ୍କୁଲର ଦୂର ବ୍ୟବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024ରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ପୂର୍ବ ସରକାର ଷଡ଼ଯନ୍ତ୍ର କରିଥିଲେ। ଗୁଣାତ୍ମକ ଶିକ୍ଷା ଆଜି ବି ଆମ ଆହ୍ୱାନ ପାଇଁ ଛିଡ଼ା ହୋଇଛି। ଯୁବପିଢ଼ି ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା, ସମାଜରେ ବିଭିନ୍ନ ପ୍ରକାର ଥଇଥାନ କରିବା, ସେ ନେଇ ଚିନ୍ତା କରିବା ଦରକାର। 2020ରେ NEP ଅଣାଗଲା, ହେଲେ ରାଜନୈତିକ ଅଭିସନ୍ଧି ଯୋଗୁଁ ଏହା ରାଜ୍ୟରେ ଲାଗୁ କରାଯାଇନଥିଲା। ଚଳିତ ବର୍ଷଠାରୁ ଏହା ଲାଗୁ ହେବ ବୋଲି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ତେବେ ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସୁଭଦ୍ରା ଆବେଦନ କରିନାହାନ୍ତି ନଗଡ଼ାର 100ରୁ ଅଧିକ ମହିଳା, ଯାହା ଏବେ ଖବର ମଧ୍ୟ ଆସିଛି। ତେବେ ନଗଡ଼ା ବଣପାହାଡ଼ ରାସ୍ତାରେ 20 କିଲୋମିଟର ଦୂରରେ କାଳିଆପାଣି ଆସିବା ଜନସେବା କେନ୍ଦ୍ରକୁ ବ୍ୟାଙ୍କ ଯାତାୟାତ ଦିଗରେ ଏବେ 100ରୁ ଅଧିକ ମହିଳା ଆବେଦନ କରିନାହାନ୍ତି। ତାଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ ବୋଲି କୁହାଯାଉଛି। ତେବେ କୁହାଯାଉଛି ସୁଭଦ୍ରା ଟଙ୍କା ଯେଉଁମାନେ ପାଇନାହାନ୍ତି ଅପେକ୍ଷା କରନ୍ତୁ, ଆପଣଙ୍କ ସୁଭଦ୍ରା ଟଙ୍କା ମିଳିଯିବ। 2,67,000 ଫର୍ମ ମଧ୍ୟ ଯାଞ୍ଚ ସରିଲାଣି। ତାଙ୍କ ଭିତରୁ ଯୋଗ୍ୟ ହିତାଧିକାରୀ ମଧ୍ୟ ବାହାରିଲାଣି। ଅଙ୍ଗନବାଡି କର୍ମୀଙ୍କର ମଧ୍ୟ ହିତାଧିକାରୀ ସେମାନେ ମଧ୍ୟ ଟଙ୍କା ପାଇବେ। କୁହାଯାଉଛି ସୁଭଦ୍ରା ଟଙ୍କା ଡିସେମ୍ବର ମାସ ସୁଦ୍ଧା କୋଟିଏରୁ ଅଧିକ ହିତାଧିକାରୀ ଟଙ୍କା ପାଇଯିବେ। ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା, ପରୀକ୍ଷକଙ୍କ ଦସ୍ତଖତ ନଥିଲେ ଫଳ ସ୍ଥଗିତ। ତେବେ ଯୁକ୍ତ 2 ଇଣ୍ଟରନାଲ ପ୍ରାକ୍ଟିକାଲ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଦିଗରେ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପଦକ୍ଷେପ ନେଇଛି। ପରୀକ୍ଷା ସରିବା କ୍ଷଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ସାମ୍ସ ପୋର୍ଟାଲରେ ମାର୍କ ଦାଖଲ କରିବେ। ମାର୍କ ପ୍ରଦାନରେ ଯେପରି କୌଣସି ତ୍ରୁଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି କୁହାଯାଉଛି। ନଭେମ୍ବର 16ରୁ ରାଜ୍ୟରେ ତାପମାତ୍ରା 2ରୁ 4 ଡିଗ୍ରୀ ସେଲସିୟସ୍ କମିବ। ଶୀତର ପ୍ରକୋପ ବଢ଼ିବ ବୋଲି କୁହାଯାଉଛି। ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା 2ରୁ 4 ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଅଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବୁଧବାର ରାତିରେ ରାଜ୍ୟରେ ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 14 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତେବେ କୁହାଯାଉଛି ଯେ ଆଉ 2 ଦିନ ପରେ ପ୍ରବଳରୁ ଅତି ପ୍ରବଳ ଶୀତ ହେବ ବୋଲି ଜଣାପଡ଼ୁଛି। ଜନଜାତୀୟ ଗୌରବ ଦିବସ ଅବସରରେ ଆସନ୍ତାକାଲି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ତେବେ ନଭେମ୍ବର 15 ମାନେ ଆଜି ଗୌରବ ଦିବସ ପାଳନ କରିବା ପାଇଁ ବିହାରରେ ଜାମୁଆଇ ଗସ୍ତ କରିବେ। ପୂର୍ବାହ୍ନ 11ଟାରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ବା ଡାକ ଟିକଟ ଉନ୍ମୋଚନ କରିବେ। ଏହି ଅଞ୍ଚଳରେ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଉନ୍ନତି, ଭିତ୍ତିଭୂମିର ଉନ୍ନତି ଆଣିବା ଉଦ୍ଦେଶ୍ୟରେ 6,640 କୋଟିରୁ ଅଧିକ ଟଙ୍କା ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ହେବ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରହ୍ମପୁରରେ ନକଲି ଡାକ୍ତର ଗିରଫ। ଗିରଫ ଡାକ୍ତର ଜଣକ ହେଲେ ୱେଷ୍ଟବେଙ୍ଗଲର ଉତ୍ପତ ବାଲ। ସିଟି ହସ୍ପିଟାଲ ନିକଟରେ କ୍ଲିନିକ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ ଉକ୍ତ କ୍ଲିନିକର ପହଞ୍ଚି ଚଢ଼ାଉ କରିଥିଲା। ତେବେ କୁହାଯାଉଛି ଯେ ବ୍ରହ୍ମପୁରରେ ରମ୍ପା ସାହିରେ ଘର ଭଡ଼ାରେ ରହୁଥିବା ବେଳେ ମିତ୍ରତା ସାହିରେ କ୍ଲିନିକ ଚଳାଉଥିଲେ। ଅଷ୍ଟମ ଶ୍ରେଣୀ ଫେଲ ଥିବା ଉତ୍ପତ 4 ବର୍ଷ ପୂର୍ବେ ବିଶାଖାପାଟଣାରେ ଏକ ହୋଟେଲ ବୟ ବା ଖାଦ୍ୟ ପରିଷେବା କର୍ମଚାରୀ କାର୍ଯ୍ୟରତ ଥିଲେ। 2019ରେ ବ୍ରହ୍ମପୁର ଆସି ରମ୍ପା ସାହିରେ ଘର ଭଡ଼ା ରହୁଥିଲେ। ତେବେ ହଠାତ୍ କ୍ଲିନିକ ଖୋଲିଲେ ସମସ୍ତେ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ମା ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା। ରାତ୍ରି ଜଗୁଆଳି ସହିତ 6 ଜଣ ଗିରଫ। ତେବେ କୁହାଯାଉଛି ଯେ ମା ତାରାତାରିଣୀ ମନ୍ଦିରରେ ଚୋରି ହୋଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ରାତ୍ରି ଜଗୁଆଳି କାଳିଆ ଦାସ, ବଳିଆ ନାୟକ, ସେବାୟତ ଅମୂଲ୍ୟ ରଣା, ବିକାଶ ରଣା, ଗୌତମ ରଣା, ରବିନ କୁମାର ରଣା। ଗିରଫ ସମସ୍ତ ଅଭିଯୁକ୍ତ ପୁରୁଷୋତ୍ତମପୁର ଥାନା ଅଞ୍ଚଳର। ଚୋରିର ବ୍ୟବହୃତ ସାମଗ୍ରୀ ରବିନ ରଣା ଠାରୁ 18,000 ଟଙ୍କା, ଅମୂଲ୍ୟ ରଣା ଠାରୁ 21,000 ଟଙ୍କା ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ ମଧ୍ୟ ଚାଲିଛି। ରୂପା ଅଳଙ୍କାର ଏପର୍ଯ୍ୟନ୍ତ ମିଳିନାହିଁ। ସେ ନେଇ ଅଧିକ ତଦନ୍ତ ଚାଲିଛି ବୋଲି କୁହାଯାଉଛି। ଏସ୍ଏଚ୍ଜି ମହିଳାଙ୍କୁ ଋଣ ଛାଡ଼। ପୂର୍ବରୁ ସରକାର ଏସ୍ଏଚ୍ଜି ମହିଳା ଯେତିକି ସବୁ ଋଣ ନେଇଥିଲେ ତାର ସୁଧ ଛଡ଼ାଯିବ ବୋଲି କୁହାଯାଉଛି। ଏନେଇ 227 କୋଟି ଟଙ୍କା ବ୍ୟୟବରାଦ ମଧ୍ୟ ହୋଇଛି। ତେଣୁ ଏସ୍ଏଚ୍ଜି ମହିଳାଙ୍କ ପାଇଁ ଖୁସି ଖବର। ଅନ୍ୟାନ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଚିନ୍ତା କରୁଛନ୍ତି। ଏନେଇକି ମଧ୍ୟ କହିଛନ୍ତି ପୂର୍ବ ସରକାର ଯେତିକି ଋଣ ନେଇଥିଲେ ସେତିକି ଋଣ ପରିଶୋଧ କରିବେ, ସୁଧ ଦେବାକୁ ପଡ଼ିବ ନାହିଁ। ତୃତୀୟ କାର୍ଯ୍ୟକାଳ ପାଇଁ ମଧ୍ୟ ଟ୍ରମ୍ପ ପ୍ରସ୍ତୁତ। ଏବେ ବଦଳିବ କି ଆମେରିକାର ସମ୍ବିଧାନ? ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ ପରେ ଡୋନାଲ୍ଡ ଟ୍ରମ୍ପ ତୃତୀୟ କାର୍ଯ୍ୟକାଳ ପାଇଁ ମଧ୍ୟ ପ୍ରସ୍ତୁତ। ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସଙ୍କୁ ଏକ ବଡ଼ ବ୍ୟବଧାନରେ ହରାଇ ଟ୍ରମ୍ପ ବୁଧବାର ଦିନ ନିଜର ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି ସେ ନିଜର ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ହୋଇଅଛନ୍ତି। ଧୂମପାନ ଛାଡ଼ିବାକୁ ପିଞ୍ଜରା ଭିତରେ ମୁଣ୍ଡ। ତେବେ ବହୁ ଲୋକଙ୍କୁ ଧୂମପାନ ଛାଡ଼ିବା ପାଇଁ କଷ୍ଟ ହେଉଛି। ଏହି ବଦ ଅଭ୍ୟାସ ଶିକାର ହୋଇଥିବା ଲୋକେ ଏତେ ସହଜରେ ଛାଡ଼ି ପାରନ୍ତିନି। ଏପରି ସ୍ଥଳେ ସୋସିଆଲ ମିଡିଆରେ ଏକ ପ୍ରେରଣାଦାୟକ କାହାଣୀ ଭାଇରାଲ ହେଉଛି। ତୁର୍କୀର ଜଣେ ବ୍ୟକ୍ତି ଇବ୍ରାହିମ ହୁସେଲ ଧୂମପାନ ଛାଡ଼ିବାକୁ ନିଆରା ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ପ୍ରତିଦିନ ସକାଳୁ ହୁସେଲ ଏକ ପିଞ୍ଜରାରେ ନିଜ ମୁଣ୍ଡକୁ ଆବଦ୍ଧ କରିନେଇଛନ୍ତି। ତାର ଚାବି ଘର ଲୋକଙ୍କୁ ଦେଇଥାନ୍ତି। ଫଳରେ ସେ ସିଗାରେଟ ଠାରୁ ଦୂରେଇ ରୁହନ୍ତି। ଧୂମପାନ ଛାଡ଼ିବାକୁ ୱେସେଲ ଏହି ଯାତ୍ରା କଠିନ କରିଛନ୍ତି। ଖୁବ୍ କମ ସମୟରେ ସିଗାରେଟ ଟାଣିବା ଆରମ୍ଭ କରିଥିଲେ ସେ। ଦୀର୍ଘ 26 ବର୍ଷ ହେଲା ସେ ଦିନକୁ 2 ପ୍ୟାକେଟ ସିଗାରେଟ ଟାଣୁଥିଲେ। ଏହି ବଦ ଅଭ୍ୟାସକୁ ଛାଡ଼ିବା ପାଇଁ ସେ ଏଭଳି କରିଛନ୍ତି। ତେବେ କୁହାଯାଉଛି ସିଗାରେଟ ଛାଡ଼ିବା ପାଇଁ ହେଲେ ସବୁ କିଛି କରିବା ପାଇଁ ପଡ଼ିବ। ଭତ୍ତା ଟଙ୍କା ଖୁବ୍ ଜଲ୍ଦି ମିଳିବା ପାଇଁ ଯାଉଛି। କୁହାଯାଉଛି ଯେ ଭତ୍ତା ଟଙ୍କା କେଳେଙ୍କାରୀ ହୋଇଥିଲା ଯାଜପୁର ଜିଲ୍ଲାରେ। 894 ଜଣ ବ୍ୟକ୍ତି ଭତ୍ତା ଟଙ୍କା କେଳେଙ୍କାରୀ କରିଥିଲେ। ଯୁବକ ଗୁଡ଼ିକ 65 ବୟସର ହେଇକି ଭତ୍ତା ଟଙ୍କା ନେଉଥିଲେ। ଏନେଇକି 90 ଲକ୍ଷ ଟଙ୍କା ଠକେଇ କରିଛନ୍ତି 894 ଜଣ। ତାଙ୍କ ଉପରେ ମଧ୍ୟ ତଦନ୍ତ ଚାଲିଛି। ଆଉ ଖୁବ୍ ଜଲ୍ଦି ଭତ୍ତା ଟଙ୍କା ମିଳିବ। ତା ସହିତ ସରକାର ପ୍ରତିଶ୍ରୁତି ଅନୁସାରେ ଯେତିକି ଟଙ୍କା କହିଥିଲେ ସେତିକି ଟଙ୍କା ଭତ୍ତା ଟଙ୍କା ମିଳିବ ବୋଲି କୁହାଯାଉଛି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ସକାଳ 5ଟା ଆଉ ସନ୍ଧ୍ୟା 5ଟାରେ ଦେଖିବା ପାଇଁ ହେଲେ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଜୟ ଜଗନ୍ନାଥ।